ଏଠି ମଧୁପୁର ଗାଁରେ ଗୋଟେ ଜାଗା ଥିଲା ଏବଂ ସେଠି ପାଖରେ କଂକ୍ରିଟ ରାସ୍ତା ଗୋଟେ ଥିଲା, ଯେଉଁ ରାସ୍ତାଟାକୁ ସେ ଗାଁବାସୀ ମାନେ ବ୍ୟବହାର କରୁଥିଲେ ଏବଂ ପରବର୍ତ୍ତୀ ସେଇ ରାସ୍ତାକୁ ବ୍ୟବହାର କରୁଥିବାରୁ ଲୋକଙ୍କର ପ୍ରତିବାଦ ହେଉଥିବାରୁ ସେମାନଙ୍କୁ ମଝିରେ ପୁଲିସ ଆଣିକିରି ଆରେଷ୍ଟ କରିବା ଏକଥା ଆଗରୁ ହେଉଥିଲା। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଯେତେବେଳେ ଦେଖିଲେ ଯେ ସେ ବିଲ୍ଡର ଆସିକିରି ଏଠି ସେ ରାସ୍ତା ଫାସ୍ତା ଭାଙ୍ଗି ଜାଗା ଉପରେ କିଛି ଘର ତିଆରି କରିବା ପାଇଁ ତାର ବିଲ୍ଡର ତାର ଜିନ୍ କରିବା କଥା ଯେତେବେଳେ ଆରମ୍ଭ କଲା, ଲୋକଙ୍କ ଭିତରେ ବିଦ୍ରୋହ ଭାବ ଆହୁରି ବଢ଼ିଲା ବେଳେ ଆମର ସବୁ ଯେଉଁମାନେ ସବୁ ଏ ଦଳିତ ଆଦିବାସୀ ସଂଗଠନମାନଙ୍କର ନେତୃତ୍ୱ ନେଉଛନ୍ତି, ସେ ଖବର ପାଇଲା ପରେ ସେଠି ଯାଇ ପୁଲିସ ଏ କାର୍ଯ୍ୟ ନ କରୁ ବୋଲି ତାଙ୍କୁ ପ୍ରବର୍ତ୍ତାଇଲେ। କିନ୍ତୁ ପ୍ରବର୍ତ୍ତାଇଲା ସତ୍ତ୍ୱେ ମଧ୍ୟ ପୁଲିସ ମାନିଲାନି, ଯେହେତୁ ସେ ବିଲ୍ଡର ମାନେ କୌଣସି ପ୍ରକାର ତାକୁ ଆୟତ୍ତ କରିଥିବେ କେମିତି ଆମେ କାମଟା କରିନେବୁ ବୋଲି। ତେଣୁ ତା ସତ୍ତ୍ୱେ ଲୋକଙ୍କ ଭିତରେ ପ୍ରତିବାଦ ହେବାରୁ ତେଣୁ ସେ କାମଟା କରିବା ପାଇଁ ବାଧ୍ୟ କରି ଯେଉଁମାନେ ପ୍ରତିବାଦ କରୁଛନ୍ତି ସେମାନଙ୍କୁ ଆରେଷ୍ଟ କରି ଆଣିଲେ ଏବଂ ସେଥିରେ ଯେହେତୁ ଆମର ନେତୃବୃନ୍ଦ ଏଠି ଯାଇଥିଲେ, ତା ଭିତରେ ସଂଗଠନର ଦଳିତ ଆଦିବାସୀ ସୁରକ୍ଷା ମଞ୍ଚର ପ୍ରେସିଡେଣ୍ଟ ଆମର ବିଦ୍ୟାଧର ରାଓ ବି ଯାଇଥିଲେ, ଯେହେତୁ ସମାଜ କଥା ଆସୁଛି। ତେଣୁ ସେ ଯେତେବେଳେ ଯାଇଥିଲେ ସେମାନଙ୍କୁ ଆରେଷ୍ଟ କରି ସାରିଲା ପରେ ତା ପରଦିନ ସକାଳୁ ଯାଇକିରି ପୁଣି ବିଦ୍ୟାଧର ରାଓଙ୍କୁ ମଧ୍ୟ ଆଣିକିରି ଆରେଷ୍ଟ କରି ଜେଲ୍ ଭିତରେ ରଖିଛନ୍ତି। ତେଣୁ ଏଇ କଥାଟାକୁ ବର୍ତ୍ତମାନ ସରକାର ଦଳିତ ଆଦିବାସୀ ସପକ୍ଷରେ କାମ କରିବ ନା ବିଲ୍ଡରମାନଙ୍କ ସପକ୍ଷରେ କାମ କରିବ, ଏଇଟା ହେଲା ପ୍ରଶ୍ନ। ଏଇ କଥା ନେଇକିରି ଆମର ଯେଉଁ ଦଳିତ ଆଦିବାସୀମାନେ ଯେଉଁମାନେ ଆମର ଯେଉଁ ଅସୁବିଧା ହେଉଛି ସେଇ ଦୃଷ୍ଟିରୁ ସେଇଟାକୁ ପ୍ରତିବାଦ କରିବା ପାଇଁ ଆଜି ଗୋଟେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସରକାରକୁ ଚେତାଇ ଦିଆହେଉଛି ଯେ ଯେହେତୁ ଏଇପରି ଗୋଟେ ଭୁଲ କାର୍ଯ୍ୟ ଏଠି ହେଉଛି, ତେଣୁ ଭୁଲ କାର୍ଯ୍ୟ କରିବା ସତ୍ତ୍ୱେ ପ୍ରତିବାଦ କଲେ ଯେଉଁମାନଙ୍କୁ ନେଇକି ଆରେଷ୍ଟ ଫାରେଷ୍ଟ କରି ଜେଲ୍ରେ ରଖିବା କାର୍ଯ୍ୟ କରୁଛନ୍ତି, ଯଦି ଏହାର କିଛି ପ୍ରତିକାର ନ କରାଯିବ ତାହେଲେ କ'ଣ ବାଧ୍ୟ ହୋଇକି ଲୋକମାନେ ଯେତିକି ସଂଖ୍ୟାରେ ଲୋକ ଭେଟି ଥିଲେ, କଥାଟାକୁ ଜାଣିଥିଲେ, ତା ଅପେକ୍ଷା ସାରା ରାଜ୍ୟର ଲୋକ ଜାଣିବେ। ତେଣୁ ରାଜ୍ୟର ଲୋକ ଜାଣିବା ପାଇଁ ଆପଣମାନେ ହେଲେ ମାଧ୍ୟମ। ତେଣୁ ଏଇ ଯେଉଁ କାର୍ଯ୍ୟଟା ହେଇଛି, କେମିତି ରାଜ୍ୟବାସୀ ଆକୁ ଜାଣନ୍ତୁ ଯେ ଏହିପରି କାର୍ଯ୍ୟ ସବୁ ଦଳିତ ଆଦିବାସୀଙ୍କ ଉପରେ ହେଉଛି ଏବଂ ତାଙ୍କର ଯାହା ନ୍ୟାୟ ସେଟା ଦେବା ପରିବର୍ତ୍ତରେ ସେମାନଙ୍କୁ ଭୟଭୀତ କରି ନ୍ୟାୟରୁ ବଞ୍ଚିତ କରିବା ପାଇଁ ଯେଉଁ ଷଡ଼ଯନ୍ତ୍ର ଚାଲିଛି, ତାର ପ୍ରତିକାର ପାଇଁ ଯେଉଁ ପ୍ରତିବାଦ ହେଉଛି, ଇଏ କି ରାଜ୍ୟବାସୀଙ୍କ ପାଖକୁ ପହଞ୍ଚୁ, ଯାହାଫଳରେ ପରବର୍ତ୍ତୀ ମୁହୂର୍ତ୍ତରେ ରାଜ୍ୟର ଏଇ ଭାଇମାନେ ଏଠି ତ ହେଲା ସବୁଆଡ଼େ ବି ହେବ ଯଦି ଏଠି କାର୍ଯ୍ୟଟା ଠିକ୍ ନ ହେଲା। ତେଣୁ ଏହି ଦୃଷ୍ଟିରୁ ଏ ସାମ୍ବାଦିକ ସମ୍ମିଳନୀ, ତେଣୁ ଆପଣମାନଙ୍କ ଜରିଆରେ ଆମେ ଏଇ ବିଚାରଟା ଏଇ ଯେଉଁଟା ଚର୍ଚ୍ଚା ଆଜି ହେଉଛି, ପ୍ରତିବାଦ ହେଉଛି, କେମିତି ଲୋକଙ୍କ ପାଖକୁ ପହଞ୍ଚୁ, ଏ ହେଉଛି ଆମ ତରଫରୁ ଆପଣମାନଙ୍କୁ ନିବେଦନ। ଧନ୍ୟବାଦ। କ'ଣ ପାଇଁ କରିବା ପାଇଁ ମୁଁ ଗୌତମ ଗୋପାଳ, ଉପସଭାପତି ଦଳିତ ଆଦିବାସୀ ସୁରକ୍ଷା ମଞ୍ଚ ଭୁବନେଶ୍ୱର। ଆପଣମାନେ ଜାଣନ୍ତି ରାଜଧାନୀ ଉପକଣ୍ଠରେ ମଧୁପୁର ଗାଁ ଆଦିବାସୀ ଅଧ୍ୟୁଷିତ ଗାଁଟିଏ, ବହୁମାତ୍ରାରେ ବହୁଳ ସଂଖ୍ୟାରେ ଆଦିବାସୀମାନେ ସେଠାରେ ରହନ୍ତି ଏବଂ ଗାଁରେ ଯେଉଁ ସରକାରୀ ଜମି କିଛି କିଛି ଥାଏ ସେଥିରେ ଅଧିକାର ଜମେଇଥାନ୍ତି ଜମିହରା ଲୋକ, ଭୂମିହୀନ ଲୋକ। ସେଥିରେ ଦଳିତ ଆଦିବାସୀମାନେ ପ୍ରଥମ ଆସନ୍ତି ଏବଂ ସରକାରୀ ଜମିକୁ ବହୁ ବର୍ଷରୁ ସେମାନେ ଉପଯୋଗ କରନ୍ତି ନିଜର କାର୍ଯ୍ୟକ୍ରମ ପାଇଁ। ଏବଂ ଏହି ଦୃଷ୍ଟିକୋଣରୁ ସେ ଜାଗାଟିକୁ ମଧୁପୁର ଗାଁବାସୀମାନେ ସେଥିରେ ତାଙ୍କର ପାରମ୍ପରିକ କାର୍ଯ୍ୟକ୍ରମ କରି ଆସୁଥିଲେ ବହୁ ବର୍ଷ ପୂର୍ବରୁ। କିନ୍ତୁ ବିଗତ ଦିନରେ ସରକାର ସେ ଜମିଟିକୁ ନିଜ ଖାତାକୁ ନେଇ ଲିଜ୍ ମାଧ୍ୟମରେ ଜମି ମାଫିଆମାନଙ୍କୁ ଦେଇଛନ୍ତି, ଯାହାଫଳରେ ସେ ଅଞ୍ଚଳର ଅଧ୍ୟୁଷିତ ଆଦିବାସୀମାନେ, ଜମିହରା ଭୂମିହୀନ ଆଦିବାସୀମାନେ କମ୍ୟୁନିଟି କାର୍ଯ୍ୟକ୍ରମ କରିବା ପାଇଁ ଯେଉଁମାନେ ଜାଗା ପାଉନାହାନ୍ତି ସେମାନଙ୍କ ଜାଗାକୁ ଇଏ ବଳପୂର୍ବକ ଅକ୍ତିଆର କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଗତ 24 ଜୁଲାଇରେ ସେମାନେ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନ କରିଥିଲେ ସେ ଜାଗାଟିକୁ ନିଜ ସପକ୍ଷରେ ନେବା ପାଇଁ, କିନ୍ତୁ ପୋଲିସର ଆକ୍ରମଣର ଶିକାର ହେଲେ।
पुलिस से मानकु बिल्डर ठारू पैसा पाई माफिया मानक ठारू पैसा पाई सेठी केमिति आदिवासी मानकु हटेइब यही कार्यक्रम जारी रखिथिला। ए खबर पाइबा परे संगठन रे सभापति महोदय ये घटना सकाळ 7टा आंदोलन समय घटना दीर्घ 5-7 घंटा पर श्रीजुक्त विद्याधर देउरी दलित आदिवासी सुरक्षा मंचर सभापति महोदय सेठी उपस्थित होते अन्य गण संगठन नेता नेतृमंडली जाई उपस्थित होते सांविधानिक प्रक्रिया आंदोलन करने निष्पत्ति होता सेठू रास्तारू हट एफआईआर देते जो एफआईआर आज पर्यंत रेजिस्ट्री होने किंतु परितापर विषय दीर्घ 10 पर विद्याधर बाबू को अभद्रच्युत भाव में अन्याय भाव में गिरफ करा जाइथिला तांको घरू गोटे हार्ड कोर क्रिमिनाल को जेपरी भाव में गिरफ करा जाए उठे निया जाए जाई सकाळ भोर तांको सेठू उठे नहीं आसथिला शिकार हम बा अन्याय विरुद्ध जो मैंने स्वर उत्तोलन कर पुलिस विरुद्ध जो मैंने आक्रोश बाहर कर आसी पहुँची जी से भुवनेश्वर 3 थाना से बुले विद्याधर देउरी को बुला जाइथिला एवं कुहा जाइथिला आलोचना पर छाड़ी दिया किंतु परितापर विषय तांकू सुपरिकल्पित भाव में षड्यंत्र करी 15टी दफा पुलिस आक्रमण शिकार होता ही पारे अकरांश है 7टा समय किंतु श्रीजुक्त विद्याधर देउरी आमे कहूनु जो मैंने अन्याय कर गिरफ करा न करा बोली से कथा कहूना जदि कौन से भली कौन घटना घटी थाए एवं जो मैंने संपुक्त अच्छा से गिरफ करिवार कथा किंतु जो थे कि संगठन नेता विद्याधर देउरी कौन संपृक्ति नहीं दिन 12टा बेले से घटनास्थल में पहुँची पुलिस एसीपी सार तत्वावधान में लोक मानक हटई पुलिस जो अभद्रचित आक्रमण जारी रखी प्रतिरोध करने एफआईआर टी देते किंतु तांकर गंडगोल में कौन संपृक्ति नाला तेणु एभली संगीन दफा लगेगा कौटी सर ए बाबद पुलिस कि सरकार किसी पदक्षेप न नियंती आप आंदोलन करेंगे धारणा निश्चित भाव में खूब अल्प समय भितर आम आपण मानक सूचईदेवु किपरि भाव में सारा राज्य को नहीं आंदोलन करा दलित आदिवासी मानक किपरि भाव में उपेक्षा करा जाउछि किपरि भाव में सरकार दमन लीला आरंभ हो गला आपण मैंने जानते आगामी दिन में आउ जानवे तेणु आर प्रतिवाद रे समस्त दलित आदिवासी माइनॉरिटी समस्त आगू आसवे 12 जन आदिवासी हाथ पापुली काटी दिया टाटा तो 430 एकर जमीन है।